बॉलीवुड रे खुशी माहौल निकटରେ କ୍ୟାଟ୍ରିନା कैफ ଏବଂ ଭିକି କୌଶଲ ପିତାମାତା ହୋଇଥିବା ବେଳେ ଏବେ ରାଜକୁମାର ରାଓ ଏବଂ ପତ୍ରଲେଖା ମଧ୍ୟ ପିତାମାତା ହୋଇଛନ୍ତି। ପତ୍ରଲେଖା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ ରାଜକୁମାର ଏକ ସୁନ୍ଦର ପୋଷ୍ଟ ସହିତ ସୋସିଆଲ ମିଡିଆରେ ଏହି ଖବରକୁ ସେୟାର କରିଛନ୍ତି। ରାଜକୁମାର ରାଓ ପୋଷ୍ଟରେ ଲେଖିଛନ୍ତି ଯେ ଆମେ ବହୁତ ଖୁସି, ଭଗବାନ ଆମକୁ ଝିଅ ସହିତ ଆଶୀର୍ବାଦ କରିଛନ୍ତି। ନଭେମ୍ବର 15 ତାରିଖ ରାଜକୁମାର ପତ୍ରଲେଖାଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ ଅଟେ। ଏହି ଦିନ ସେମାନଙ୍କର ବିବାହ ହୋଇଥିଲା। ସେମାନଙ୍କ ଝିଅ ସେମାନଙ୍କ ଚତୁର୍ଥ ବାର୍ଷିକୀରେ ଜନ୍ମ ହୋଇଛି। ପୋଷ୍ଟ ସେୟାର କରି ରାଜକୁମାର ଲେଖିଛନ୍ତି ଆମର ଚତୁର୍ଥ ବିବାହ ବାର୍ଷିକୀରେ ଭଗବାନ ଆମକୁ ସବୁଠାରୁ ବଡ଼ ଆଶୀର୍ବାଦ ଦେଇଛନ୍ତି। ରାଜକୁମାର ରାଓ ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟ ସେୟାର କରିବା ପରଠାରୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଶଂସକ ଏବଂ ସେଲିବ୍ରିଟି ମାନେ ମଧ୍ୟ ତାଙ୍କ ଉପରେ ଶୁଭେଚ୍ଛାର ବର୍ଷା କରୁଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି ଅଭିନନ୍ଦନ ରାଜାଜୀ, ଆଉ ଜଣେ ଲେଖିଛନ୍ତି ସବୁଠାରୁ ଭଲ ଖବର, ତୁମ ଦୁହିଁଙ୍କୁ ଅନେକ ଅନେକ ଅଭିନନ୍ଦନ। ଆଉ ଜଣେ ଲେଖିଛନ୍ତି ବଲିଉଡର ସବୁଠାରୁ ସୁନ୍ଦର ଯୋଡ଼ି। ରାଜକୁମାର ରାଓ ଏବଂ ପତ୍ରଲେଖା ଜୁଲାଇ ମାସରେ ଏକ ସୁନ୍ଦର ପୋଷ୍ଟ ସହିତ ସେମାନଙ୍କର ଗର୍ଭଧାରଣ ବିଷୟରେ ଘୋଷଣା କରିଥିଲେ, ଯେଉଁଥିରେ ଲେଖା ଥିଲା ବେବି ଅନ୍ ଦ ୱେ। ରାଜକୁମାର ଏବଂ ପତ୍ରଲେଖା ସେମାନଙ୍କ ଗର୍ଭଧାରଣର ଘୋଷଣା କରିବା ପରେ ପ୍ରଶଂସକମାନେ ବହୁତ ଖୁସି ହୋଇଯାଇଥିଲେ। ଆପଣଙ୍କୁ କହି ରଖୁଛି ଯେ ରାଜକୁମାର ରାଓ ଏବଂ ପତ୍ରଲେଖା 11 ବର୍ଷ ଧରି ଡେଟିଂ କରିବା ପରେ ବିବାହ କରିଥିଲେ। ସେମାନେ ପ୍ରଥମ ଥର ପାଇଁ 2010ରେ ଦେଖା ହୋଇଥିଲେ। ତାପରେ ସେମାନେ 2014 ଫିଲ୍ମ ସିଟି ଲାଇଟ୍ସରେ ଏକାଠି କାମ କରିଥିଲେ। କିଛି ବର୍ଷ ଡେଟିଂ କରିବା ପରେ ଏହି ଦମ୍ପତି 2021ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏବେ ସେମାନଙ୍କ ବିବାହର 4 ବର୍ଷ ପରେ ସେମାନେ ମାତା ପିତା ହୋଇଛନ୍ତି।